ପରାଜୟ ପରେ ବିଭାଜନ ମୁହାଁ ବିଜୁ ଜନତା ଦଳ 2014 ରୁ ଦଳ ଉପରୁ କଣ୍ଟ୍ରୋଲ ହରାଇଥିବା ନବୀନ ବାବୁ ସେତେବେଳେ ବଡ଼ ବଡ଼ ନିଷ୍ପତ୍ତି ନେଉଥିଲେ। ସେ ନିଷ୍ପତ୍ତି ନେଉଥିଲେ କି ତାଙ୍କ ବଦଳରେ ଆଉ ଜଣେ କିଏ ନିଷ୍ପତ୍ତି ନେଉଥିଲେ, ସସ୍ପେଣ୍ଡ, ଜେଲ୍ ଇତ୍ୟାଦି ଇତ୍ୟାଦି। ଏ ବିଷୟରେ ଆଜି ଆମେ ତ ଆଲୋଚନା କରିବା। କିନ୍ତୁ ପୁରୀରୁ ଆରମ୍ଭ ହୋଇଥିବା ବିଦ୍ରୋହ, ପୁରୀର ବିଧାୟକ ଅନିଲ ମହାନ୍ତି କରିଥିବା ଅଭିଯୋଗ ଯେ କୁଚକ୍ରୀ, ଏ କୁଚକ୍ରୀ କିଏ ଏବଂ ଏ କୁଚକ୍ରୀ ମାନେ କେବଳ ପୁରୀରେ ସୀମିତ ଅଛନ୍ତି ନା ସାରା ଓଡ଼ିଶାରେ ବିଜୁ ଜନତା ଦଳ ଭିତରେ କୁଚକ୍ରୀ ଗୋଷ୍ଠୀ ଅଛନ୍ତି? ଏ କୁଚକ୍ରୀ ଗୋଷ୍ଠୀର ଆବିର୍ଭାବ କାହିଁକି ହେଇଛି? ବିଜୁ ଜନତା ଦଳ ବର୍ତ୍ତମାନ ପାଣ୍ଡିଆନ ଜନତା ଦଳ ଭିତରେ ପରିଣତ ହେଇଛି କି? ଯଦି ହେଇଛି, ଏଇ ଯେଉଁ ପାଣ୍ଡିଆନପନ୍ଥୀ କିଏ, ସେମାନଙ୍କର ଉଦ୍ଦେଶ୍ୟ କ'ଣ? ସିନିୟର ନେତାମାନେ କାହିଁକି ଚୁପ୍ ହେଇକି ବସୁଛନ୍ତି? ସେମାନେ କ'ଣ ଭାବୁଛନ୍ତି? ଯୁବ ନେତୃତ୍ୱ ଆଜି କାହିଁକି ବିଦ୍ରୋହ କରିବା ଅବସ୍ଥାରେ ଅଛି? ଏହି ବିଷୟରେ ଜାଣିବା ପାଇଁ ଦେଖନ୍ତୁ ତେରେଛା ବାଣ। ମୁଁ ବିପିନ ଦାସ, ନମସ୍କାର। ପ୍ରିୟ ଦର୍ଶକ ବନ୍ଧୁ, ଗଲା 24 ଘଣ୍ଟା ହେଲା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ପୁରୀର ବିଧାୟକ, ପୁରୀ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ଅନିଲ ମହାନ୍ତି, ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କର ସୁପୁତ୍ର, ଏ ଗୋଟେ ଆଲୋଚନାର ବିଷୟବସ୍ତୁ ଅଛନ୍ତି। ସେ ସିଧାସଳଖ ଭାଷାରେ କ'ଣ କହିଛନ୍ତି ଟିକେ ଶୁଣନ୍ତୁ। କାହା ଘରକୁ କିଏ ଯିବ? ଆମର ଯିଏ ନେତା ଅଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆଜିର ଯିଏ ବିରୋଧୀ ଦଳର ନେତା, ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସ୍ପଷ୍ଟ ଭାବରେ କହିଛନ୍ତି ଦଳୀୟ ମିଟିଂ ସବୁ ଶଙ୍ଖ ଭବନରେ କରାଯାଉ, କୌଣସି ହୋଟେଲ, ରେଷ୍ଟୁରାଣ୍ଟ କି କାହା ଘରେ କରାଯାଇପାରିବ ନାହିଁ। ଏବଂ ସବୁ ଦଳ ଭିତରେ ଏମିତି କିଛି କିଛି କୁଚକ୍ରୀ ଗୋଷ୍ଠୀ ଥାଆନ୍ତି, ସବୁଠି ଥାଆନ୍ତି ଏବଂ ପ୍ରୟାସ କରୁଥାନ୍ତି ସବୁବେଳେ। ଆମ ଦଳ ଗୋଟେ ଶୃଙ୍ଖଳିତ ଦଳ, ତାକୁ ବେଳେବେଳେ ବିଶୃଙ୍ଖଳା କରିବା ପାଇଁ କିଛି କିଛି ବ୍ୟକ୍ତିମାନେ ସବୁବେଳେ ପ୍ରୟାସ ଚଲେଇ ରଖିଥାନ୍ତି, କିନ୍ତୁ ତାଙ୍କ ପ୍ରୟାସଟା କେବେ ସଫଳ ହେବନି। ତ ତାଙ୍କର କୁଚକ୍ରୀ କାହାକୁ ସେ କହୁଛନ୍ତି ଏବଂ କାହାକୁ କାହିଁକି କହୁଛନ୍ତି? ଯେ ଜଣେ ଦୁଇ ଜଣକୁ ବସିଦେଲେ ବୈଠକ ହୁଏନି। ଏବଂ ନବୀନ ବାବୁ ଯେତେବେଳେ ସ୍ପଷ୍ଟ ନିର୍ଦ୍ଦେଶ କରିଛନ୍ତି ଯେ ଶଙ୍ଖ ଭବନରେ ଯେକୌଣସି ଦଳୀୟ ବୈଠକ ହେବ, ବାହାରେ ଖଟିକ ପରେ ହୋଟେଲରେ ହେବ ନାହିଁ, ତ ପ୍ରତାପ ଦେବଙ୍କ ବାସଗୃହରେ କେମିତି ପୁରୀ ଜିଲ୍ଲା ବୈଠକ ହେଲା? ଯଦି ସେଠି ବୈଠକ ହେଲା, ସଭାପତି ଉମା ସାମନ୍ତରାୟ ଡାକିଲେ, ତେବେ ଜଣେ ବିଧାୟକକୁ କାହିଁକି କ'ଣ ଦେଖା କଲେ? ସଞ୍ଜୟ ଦାସ ବର୍ମାଙ୍କ ଭଳିଆ ବରିଷ୍ଠ ନେତାଙ୍କୁ କାହିଁକି ଡାକିଲେ ନାହିଁ? ଏ ବାର୍ତ୍ତା ପ୍ରିୟ ଦର୍ଶକ ବନ୍ଧୁ, ଏ ଘଟଣା କେବଳ ପୁରୀରେ ସୀମିତ ହୋଇକି ରହିନାହିଁ। ଏ ଘଟଣା ସାରା ଓଡ଼ିଶାର 30 ଜିଲ୍ଲାରେ ଗ୍ରାସରୁଟ୍କୁ ବ୍ୟାପିଲାଣି। କ'ଣ ସେଟା ବ୍ୟାପିଲାଣି? ବର୍ତ୍ତମାନ ଆପଣ ଦେଖନ୍ତୁ ଯେ ଆମେ ଆପଣଙ୍କୁ କହିଲୁ 2014ରୁ ନିୟନ୍ତ୍ରଣ ହରାଇଛନ୍ତି ନବୀନ ବାବୁ। ତା ପୂର୍ବରୁ ପ୍ୟାରୀ ସାମାନ୍ୟ ନିୟନ୍ତ୍ରଣକୁ ନେଇଥିଲେ। ନବୀନ ପାଖରେ ନିୟନ୍ତ୍ରଣ ଥିଲା, ଯାହା ପାଇଁ ଆପଣମାନଙ୍କର ମନେ ଥିବ ରାତି ଦିଆ ଯେଉଁ ମେ 29ରେ ଅପରେସନ୍ ଫେଲୁର ହୋଇଥିଲା, କାରଣ ସେତେବେଳେ ନବୀନ ବାବୁଙ୍କ କଣ୍ଟ୍ରୋଲ ଥିଲା ଦଳରେ। ପରବର୍ତ୍ତୀ ଅବସ୍ଥାରେ ପାଣ୍ଡିଆନ ଯେତେବେଳେ ଆସିଲେ, ପାଣ୍ଡିଆନ ଯେତେବେଳେ ଏଣ୍ଟ୍ରି ହେଲେ, ଧୀରେ ଧୀରେ କୌଣସି କାରଣରୁ ଗୋଟେ ଏଫେକ୍ସନ୍ ବଢ଼ିଲା ନବୀନ ବାବୁଙ୍କର ଏବଂ ସେ ସର୍ବସ୍ୱ ଦେଇଦେଲେ ନିଜର ଏବଂ ବିଜୁ ଜନତା ଦଳର। ତ ବର୍ତ୍ତମାନ ନବୀନ ବାବୁ କାହିଁକି ଛାଡ଼ି ପାରୁନାହାନ୍ତି? ନା ହଜାର ହଜାର କୋଟି ଟଙ୍କା ପାଣ୍ଡିଆନ କଣ୍ଟ୍ରୋଲରେ ଅଛନ୍ତି ବିଜୁ ଜନତା ଦଳର। ଯଦି ଛାଡ଼ିବ ବିଜୁ ଜନତା ଦଳର ଅର୍ଥ ବିହୁନେ ନାଶ ହେଇଯିବ। ଏକମାତ୍ର କାରଣ ଏହା। ଆଉ ଦ୍ୱିତୀୟ କାରଣଟା ହେଉଛି ତାଙ୍କର ବ୍ୟକ୍ତିଗତ ସମ୍ପର୍କ। କେଉଁ ସମ୍ପର୍କ ଏଟା ଏପର୍ଯ୍ୟନ୍ତ ସମସ୍ତଙ୍କୁ ଅଜଣା। ତ ସେ ଯାହା ହଉ, ତ ଏବେ ଚାଲିଛି କ'ଣ 14 ମସିହାରୁ ଯେଉଁମାନେ ଆପଣମାନେ ଦେଖିଥିବେ 14ରୁ 24 ମସିହା ଭିତରେ ଯେଉଁମାନେ ବିଜୁ ଜନତା ଦଳ ବିରୁଦ୍ଧରେ ଯେଉଁ ଦଳୀୟ ଲୋକ ହୁଅନ୍ତୁ ବା ବାହାରିଆ ଲୋକ ହୁଅନ୍ତୁ, ସାମ୍ବାଦିକ ହୁଅନ୍ତୁ, ଯିଏ ହୁଅନ୍ତୁ, ଯାହା କହିଛି ସେ ତାଙ୍କର ଅବସ୍ଥା କ'ଣ ହେଇଛି। କାହାକୁ ଇଡି ଲଗାଇଦେବା, କାହାକୁ ଭିଜିଲାନ୍ସ ଲଗାଇଦେବା, କାହାକୁ ପୋଲିସ ଲଗାଇଦେବା, କାହାକୁ କ'ଣ ନ ଲଗାଇଛନ୍ତି, କାହାକୁ ବରବାଦ ନ କରିଛନ୍ତି, ଏସବୁ କଥା କହିଲେ ନ ସରେ, ଯାହା ପାଇଁ ସମସ୍ତେ ଚୁପ୍ ରହିଥିଲେ। ଆଉ ବର୍ତ୍ତମାନ ସମସ୍ତେ ଜାଣିଗଲେଣି ଯେ ବର୍ତ୍ତମାନ ବିଦ୍ରୋହ କଲେ ଆଉ କେହି କିଛି କରିବେ ନାହିଁ, କାରଣ ନା ପୁଲିସ ଅଛି, ନା ସରକାର ଅଛି, ନା ଭିଜିଲାନ୍ସ ଅଛି, ନା ସ୍ପେଶାଲ କୁଆଡ଼େ ମାନେ କରିପାରିବେ। ତେଣୁ ବିଦ୍ରୋହ ହେଉଛି।
ଅତୀତରେ ଯେତେବେଳେ ସିନିୟର ଲୋକ ଏବଂ ଯୁବ ନେତୃତ୍ୱ ସେମାନଙ୍କ ନିଜ ନିଜ ଘରେ କିମ୍ବା ହୋଟେଲରେ ବୈଠକ କଲେ ନବୀନ ବାବୁ ସମସ୍ତଙ୍କୁ ଡାକିକି ନା ଏଇଠି ହେବ ଏଇଠି ଶୃଙ୍ଖଳା ନା ଏ ଯେଉଁ ଏଇଟା ବିଶୃଙ୍ଖଳା ହେଉଛି ଆମର ଶଙ୍ଖ ଭବନ ଅଛି ଏଇଠି ବୈଠକ କରିବ ରାଜନୈତିକ ବୈଠକ ବିଜୁ ଜନତା ଦଳ ଯାହା ହେବ ଏଇଠି ହେବ ତ ସେତେବେଳେ ତାଙ୍କୁ ପ୍ରଭାତ ତ୍ରିପାଠୀ ବଦ୍ରି ପାତ୍ର ସନା ମହାକୁଡ଼ ଏଭଳିଆ ତାଙ୍କୁ ବିରୋଧ କରିଥିଲେ ଏ ବିରୋଧ କରିବା ଦେଖନ୍ତୁ ଏ ଯେଉଁ ବିରୋଧ କରିଥିଲେ ପୂର୍ବରୁ କରୁନଥିଲେ ଯେ ଆମେ କେଉଁଠି ବସିବା କ'ଣ କରିବା ଚା ପିଇବା ଆଉ କ'ଣ ଜିଲ୍ଲା ରାଜ୍ୟ ସଭାପତିକୁ ନିଷ୍ପତ୍ତି ନେବେ ଏବଂ ଯେଉଁମାନେ ଏଭଳିଆ ବସିଥିଲେ ଏବଂ ଷ୍ଟେଟମେଣ୍ଟ ଦେଉଥିଲେ ବର୍ତ୍ତମାନ ଆପଣ ଦେଖୁଛନ୍ତି ନବୀନ ବାବୁଙ୍କର ଯେଉଁ ପୁନର୍ଗଠନ ହେଲା ରେକର୍ଡ ସମୟ ପାଇଁ ନବମ ଥର ପାଇଁ ହେଲେ ସଭାପତି ଦଳରେ ଏ ଯେଉଁମାନେ ବସୁଥିଲେ ସିନିୟର ଯେଉଁମାନେ ବିଜୁ ଜନତା ଦଳ ଭାଗ୍ୟ ବିଧାତା ସେମାନେ ଅଛନ୍ତି ଦେଖୁଛନ୍ତି ଦଳ ଭିତରେ ନାହାନ୍ତି ସେମାନଙ୍କର ପକ୍ଷଛେଦନ କରାଯାଇଛି କରୁଛି କିଏ କ'ଣ ନବୀନ ବାବୁ କରୁଛନ୍ତି ଭାବୁଛନ୍ତି ଯେଉଁ ଲୋକଟା ବିଜୁ ଜନତା ଦଳ ନେତାମାନଙ୍କୁ ଭାବୁଥିଲା ସେ ଆଇଏଏସ୍ ତା ପାଖରେ ଏମାନେ ପିଅନ ଚପରାସି ଓଏସ୍ ଯେମିତି ଆମେ ଦେଖିଛୁ ଆଇଏଏସ୍ ଅଫିସରମାନଙ୍କୁ ଯେ ସେମାନେ କେମିତି କଥାବାର୍ତ୍ତା କରନ୍ତି ତାଙ୍କର ଆସିଷ୍ଟାଣ୍ଟମାନଙ୍କୁ ତାଙ୍କର ଜୁନିୟରମାନଙ୍କୁ ଇଭେନ୍ କ୍ଲାସ୍ 1 ଅଫିସର ପିଡି ଓଏସ୍ ବାଲାଙ୍କୁ କେମିତି ତୁ ଛଡ଼ା ଆଉ କିଛି କହନ୍ତିନି ବସି ଜିମ୍ କରନ୍ତି ଏବେ ବି କରୁଛନ୍ତି ଏ ଆଇଏଏସ୍ ଅଫିସରମାନେ ଆଇଏଏସ୍ ପାଇଗଲା ମାନେ ସେମାନେ ଭାବନ୍ତି ସେମାନେ ସ୍ୱର୍ଗରେ ବିଷ୍ଣୁ ଶିବ ମହାଦେବଙ୍କ ଉପରେ ସେଇ ଢାଞ୍ଚା ଏଠି ବିଜୁ ଜନତା ଦଳ ନେତାମାନଙ୍କ ଉପରେ ପକାଇଥିଲେ ଏବଂ ସମସ୍ତଙ୍କୁ ଇଏସ୍ କହିବାକୁ ବାଧ୍ୟ କରୁଥିଲେ ଏବଂ ବସେ ଜିମ୍ କରିଥିଲେ ଯେଉଁ ପରାଜିତ ହୋଇଗଲା ଲୁଚିଛନ୍ତି ଏବେ ଏବଂ ତେଣୁ ନେତାମାନେ ଜାଣିଛନ୍ତି ଯଦି ଏଇ ସମୟରେ ଆମେ କିଛି କହୁ ଇଏ ଆମର କିଛି କରିପାରିବେ ନାହିଁ ଶୃଙ୍ଖଳା କମିଟି ତିଆରି ହେଇଗଲା ଗୋଟେ ଏ ଶୃଙ୍ଖଳା କମିଟି କରୁଛି କ'ଣ କିଛି କଲାନି କାହାକୁ ସୋକଜ ମାରିଲାନି ଇଏ ମଧ୍ୟ ନାମକୁ ମାତ୍ର ଗୋଟେ କମିଟି ହେଲା ଆମେ ଏହା କହୁଛୁ ଯେଉଁ ବିଧାୟକ ଯେଉଁ ପୁରୀର ବିଧାୟକ ଅଛନ୍ତି ସେ ଯେଉଁ ସାମ୍ନାକୁ ଆସିକି ଅଭିଯୋଗ କରୁଛନ୍ତି ଏ ଅଭିଯୋଗର ମୂଳ ମନ୍ତ୍ର କ'ଣ ଅଛି ନା ତାଙ୍କୁ ଏବଂ ସଞ୍ଜୟ ଦାସ ବର୍ମା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଆହୁରି ବହୁ ନେତାଙ୍କୁ ଏ ବୈଠକକୁ ଡକାଯାଇ ନାହିଁ ତେଣୁ ଜିଲ୍ଲା ବୈଠକ ନୁହେଁ ଆମେ ନବୀନ ବାବୁଙ୍କ କଥାରେ ଅଛୁ ଏଇଟା ଆମେ କଥା ହେଉଛି ଯେ ଏଇ ଯେଉଁ ମାଙ୍କଡ଼ ମାରିଲେ ଯେଉଁ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ଭଳି ପ୍ରତାପ ଦେଉ ଯେଉଁ ଡାକିଲେ ସେଠି ଉମା ସାମନ୍ତରାୟଙ୍କ ଜରିଆରେ ବୈଠକ ପୁରୀରେ କେମିତି ଡାକିଲେ ପ୍ରଥମେ ପିପିଲିରେ ତାପରେ ତାଙ୍କ ବାସଗୃହ ଭୁବନେଶ୍ୱରରେ ଏଇଟା କ'ଣ ଶୃଙ୍ଖଳା ନଷ୍ଟ କଲା ନାହିଁ କି ନା ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ସେ ହେଉଛନ୍ତି ପାଣ୍ଡିଆନପନ୍ଥୀ ଲୋକ ଯେଉଁମାନେ ସେଠି ବସିଥିଲେ ପୁରୀର ସମସ୍ତେ ପାଣ୍ଡିଆନପନ୍ଥୀ ଲୋକ ଏବଂ ଏ ପାଣ୍ଡିଆନପନ୍ଥୀ ଲୋକ ଯେନ ତେନ ପ୍ରକାରେଣ ସଂଗଠନକୁ ଆପଣେଇ ନେବାକୁ ଚାହୁଁଛନ୍ତି ନିଜର କରିବାକୁ ଚାହୁଁଛନ୍ତି ଯେମିତି ନବୀନ ପଟ୍ଟନାୟକଙ୍କୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓରଫ ସନ୍ନ୍ୟାସୀ ପୁରା ନିଜ କଣ୍ଟ୍ରୋଲ ରଖିଛନ୍ତି ସେମିତି ଏ ପାଣ୍ଡିଆନ ଲିଗାସି ଏ ପାଣ୍ଡିଆନ ପନ୍ଥୀ ସାରା ଓଡ଼ିଶାରେ ନିଜ କଣ୍ଟ୍ରୋଲରେ ବିଜୁ ଜନତା ଦଳକୁ ରଖିବା ପାଇଁ ଚାହୁଁଛି ଏଇଟା ଆଗରୁ ପ୍ରକାଶ ହେଉନଥିଲା ଏବେ ନିର୍ଭୟର ନେତାମାନେ ପ୍ରକାଶ କରୁଛନ୍ତି এইপাই আমি কহুছু যে নবীন বাবু এবে কিছু করিপারিবে না এই যে সুনীল মহান্তি বিধায়ক পুরী এ কথাটাকে সে প্রপর চ্যানেল আনি কইপারতে যে তাকে বৈঠক ডকাগলা না কিংবা সঞ্জয় দাস বর্মা আসিকি কইথান্তে আমু কাহি বৈঠক ডকাগলা না জেলা পরিষদর উপাধ্যক্ষ অন্য বরিষ্ঠ নেতা মান যে ডকা যায়নি অসংখ্যাধিক লোক ডকা যায়নি সে আসি কইথান্তে কিন্তু মিডিয়া কহিকি আসলে সোশ্যাল মিডিয়া কহিকি আসলে ए साहस तांकर केबेठु हला ए जदि से माने आसीछंती से मानकर त्रुटि निश्चित भाव में अच्छी तो ये बड़ कथा होची से माने निजको मानसिक स्तर प्रस्तुत करके आछंती जे आमे कहिबु आम उपरे आउ कहारी कंट्रोल नहीं जोटा कि किछि दिन पूर्वरु दामो राउतଙ୍କ पुओ संबित राउत आए कहिथिले जदि एथर किसी लदी दिए भूल निष्पत्ति निए ताले आमे तार प्रतिवाद करूँ सबू निष्पत्ति को आमे मानिबू नहीं सेठी कहिथिले एबे पुरी रु आसिला महेश्वर महांती को एମାନେ होचंती बिजु जनता दल फाउंडर मेंबर पुओ आमे पूर्व से कही युव वर्ग भितर विद्रोह हम तो बर्तमान
नवीन बाबू जो श्रृंखलागत कमिटी 14 मसीह एपर्यंत किसी करी जहाँ करूले जेटा हारीगला जो सीनियर लोक मैंने जो मैंने करें युव वर्ग मैंने आसिक विद्रोह कले पांड्यान को विरुद्ध में कहले नवीन बाबू को टार्गेट कले गोटे शो सस्पेंड तो दूर कथा शो कज भी दे पारे ना एबे भी देवा भाया क्षमता ना या जे समस्त सीनियर लोक जो माने पांड्यान पंथी नुहंती पांड्यान को सार कहे ना पांड्यान के आगे झाड़ा पैसा भी बंद करेंगे ना से माने आज विजु जनता दल रहिबा नाही एभली गोटे अलिखित निष्पत्ति नवीन बाबू करिसेंती एवं पांड्यान बाबू को जरिए कार्य लगुछंती। तो ठीक मौका वरिष्ठ नेता प्रभात विश्वास आसछंती से कहते मते जो मंत्री माने सेतेबेले जो मे 29 मते जो माने हैरान करते से माने विद्रोह कले किंतु मो मुंडे पूरीदे मो बसईदे सब पाप एवं मोर पॉलिटिकल डेथ हो गला से मैंने मजा बुझे क्या कहते एवं ये जो कुचक्री गोष्ठी बोली अनिल महांती कहते से किए एवं से आउ गोटे बड़ अभियोग आनी निर्वाचन समय हरैवाई समस्त चेष्टा करते आपण मैंने प्रिय दर्शक मत जानते निर्वाचन समय भैरव कार्तिकेयन पांड्यान पुरी जिलाटा बुझुले तो से हरैवाई किए चाहूले तो बर्तमान कौचक्री गोष्ठी किए कौचक्री गोष्ठी भितर भैरव कार्तिकेयन पांड्यान प्रताप देव एवं अन्य पांड्यान पंथी को दोष दौना तो एम से कौचक्री बोली कहूना तो दल जो अवस्था यहाँ कौन सारा ओडिशा को जाऊनी ये वार्ताटा जे साधारण लोक कौन जानू ना साधारण कर्मीटा कौन जानू ना अवस्था कौन हम ए विजु जनता दल समय सीमा सरुची विद्रोह हम विभाजन द्वादश विजु जनता दल एवं गृह युद्ध समाप्त हो इतिहास पलटिज यहाँ दृढ़ संकल्प एवं आगामी जो राज्यसभा निर्वाचन आसूची सेते बेलू को आपण देखिए गोटे अलौकिक घटना विजु जनता दल भितर हेबो एवं सीनियर माने चाहूँगी आमको दल सीनियर सस्पेंड करू किंतु दल सस्पेंड करिवो नाही से गोटे उपयुक्त समय को अपेक्षा करिसंती जे ठीक समय रे ठीक निष्पत्ति नेबे एवं ये पांड्यान पंथी को उपयुक्त जवाब देवे। नमस्कार।